ସାର୍ ନମସ୍କାର। ହଁ ସାର୍ ଆପଣ କୋଉଠୁ ଆସିଥିଲେ? ଦାରିଙ୍ଗବାଡିରୁ ଆସିଛନ୍ତି। ତମ ଛଅ ଦେଖିବା ପାଇଁ ଆସିଲୁ। ଆଚ୍ଛା ଆଉ ଶୀତ ତ ବେଶୀ ହଉଛି ଆଜ୍ଞା ଥଣ୍ଡା ପାଇଁ ଗୋଟେ କରାହେଇଛି। ଆଜ୍ଞା। ଏ ପ୍ରୋଗ୍ରାମ ଗୋଟେ ସବୁ ବର୍ଷ ହଉଛି ଆଉ ହବାକୁ ଯାଉଛି ମଧ୍ୟ। ଏଇଟା ଦାରିଙ୍ଗବାଡି ଯୋଉ ଶୀତ ଉତ୍ସବ ଆରମ୍ଭ ହେଲା କେତେ ବର୍ଷ ଖଣ୍ଡେ ହଉଛି ସାର୍? ହେଇଗଲା 4-5 ବର୍ଷ ହେଇଗଲାଣି। ହଁ ଆପଣ କେତେବେଳେ ଆସିଥିଲେ? ମୁଁ ନା ହଁ ଏବେ ତ ଆସିଲି ରାତିରେ ଭାରି ଥଣ୍ଡା ହଉଛି ପଳଉଛୁ ଆଉ। ହଁ ସାର୍ କେତେ ସମୟରେ ଏଟା ଷ୍ଟାର୍ଟ ହଉଛି ଶୀତ ଉତ୍ସବ ଆମର? ଏଇଟା 8ଟା ହେଇଯାଉଛି ଲୋକ ହେଲା ଆଚ୍ଛା ବେଳକୁ। 8ଟା ହେଇଯାଉଛି ହଁ ଆଉ 8ଟା ପରେ ଲୋକ ଟିକେ ଆସୁଛନ୍ତି ନହେଲେ ଥଣ୍ଡା ପାଇଁ ସବୁ ରହୁଛନ୍ତି ଘରେ ରହୁଛନ୍ତି ଆଉ। ଆଉ ଏ ଶୀତ ଉତ୍ସବ ଆପଣଙ୍କୁ କେମିତି ଲାଗୁଛି ଭଲ ଲାଗୁଛି? ହଁ ହଁ ଭଲ ଅଛି ହଁ ପ୍ରୋଗ୍ରାମ ଜାଗା ଟା ବି ଠିକ ଅଛି। ହଁ ସେ ଜାଗା ହେଲମେଟ ପଡିଆ ଜାଗା ଟା ହୁଁ ହେଇଛି ଭଲ କିନ୍ତୁ ଏ ଟିକେ ବେଶୀ ଟା ଏଠି ଜିନିଷ ସେମିତି କିଛି ଆସିନି। ସାର୍ ନାଇଁ ଆର ବର୍ଷ ଆସିଥିଲା ଗତ ବର୍ଷ ଏ ବର୍ଷ ସେମିତି କିଛି ଆସିନି ଦେଖିଲା ଭଳି। ହୁଁ କେଜାଣି କାଲିକି ଆଇପାରେ କି ଆଜି ଆଇପାରେ କିଛି କହିହବନି ହେଲା। ଆହୁରି କିନ୍ତୁ ଆକର୍ଷଣୀୟ ଜିନିଷ ଗୁଡାକ ଆସିବାର ଅଛି। ନାଇଁ ଆସିନି ଆଁ ନାଇଁ ସେ ଆସିବାର ଅଛି। ଅଛି ଯେ କାହିଁ ଆସିଲେ କଣ ହଉ ଧନ୍ୟବାଦ ସାର୍ ଆସିନି। କହୁଥିଲେ ବହୁତ ସୁନ୍ଦର ଭାବରେ କହୁଥିଲେ ଆହୁରି ପୁଣି କାଲିକି ସୁଦ୍ଧା ପହଞ୍ଚି ପାରେ ବହୁତ ସୁନ୍ଦର ଆଚ୍ଛା ଆକର୍ଷଣୀୟ ଜିନିଷ ଗୁଡାକ ଦେଖିବା ପାଇଁ ହଁ ଆପଣ ମାନେ ବହୁ ସଂଖ୍ୟାରେ କାଲି ଆସନ୍ତା କାଲି ଜନଗହଳି ଦେଖିବା କରନ୍ତୁ। କାଲି ତ ଲାଷ୍ଟ। କାଲିକି ଆସନ୍ତା କାଲି ଲାଷ୍ଟ ଡେଟ୍ ଆଚ୍ଛା। ଧନ୍ୟବାଦ ସାର୍ ଧନ୍ୟବାଦ।